ଚାଷ ଜମିକୁ ଜଳ ଯୋଗାଣ ବ୍ୟାହତ। 1 ଏକର 838 ଡିସମିଲ୍ ଜମିର ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ପଞ୍ଚାୟତ କୁଢ଼ାଡ଼ିକଟା ଗ୍ରାମର 537 ନମ୍ବର କାଡ଼ନଳରୁ ଏହି ଗ୍ରାମର ଭାଗବତିଆ ଜୁଆଡ଼ିଙ୍କ ଚାଷ ଜମିକୁ ଜଳ ଯୋଗାଣ ବ୍ୟାହତ ହୋଇଥିବା ନେଇ ପ୍ରାୟ 1 ଏକର 838 ଡିସମିଲ୍ ପରିମିତ ଜମି ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଏହି କାଡ଼ନଳରୁ ନଳ ପକାଇ ଭାଗବତିଆ ଜୁଆଡ଼ି ଉକ୍ତ ଜମିକୁ ଚାଷ କରି ଆସୁଥିଲେ। ମାତ୍ର ଗତ ଫେବୃଆରୀ ମାସରେ ସହଲା ସରପଞ୍ଚ ଗ୍ରାମର କେତେ ଲୋକଙ୍କ ସହ ମିଶି ଏହି ନାଳ ନିକଟରୁ ପିପିଲକଟା ପର୍ଯ୍ୟନ୍ତ ଏକ ରାସ୍ତା କାମ ମାର୍ଫତରେ ମାଟି ପକାଇ ନାଳ ଓ ନାଳ ମୁହଁକୁ ପୋତି ଦେବା ଦ୍ୱାରା ଚାଷ ଜମିକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ଭାବରେ ବ୍ୟାହତ ହୋଇଥିଲା। ଗତ 2 ମାସ କାଳରୁ ଚାଷୀ ଭାଗବତିଆ ଜୁଆଡ଼ି ଏହି ଅବ୍ୟବସ୍ଥାର ବ୍ୟବସ୍ଥା କରିବାକୁ ତହସିଲଦାର ରାମପୁର କାଡ଼ା, ନିର୍ବାହୀ ଯନ୍ତ୍ରୀ ସମ୍ବଲପୁର, ଆଇଆଇସି ଡୁଙ୍ଗୁରିପାଲିଙ୍କ ନିକଟରେ ଅଭିଯୋଗ ଆଣି ନୟାନ୍ତ ହୋଇପଡ଼ିଛନ୍ତି। ଇତିପୂର୍ବରୁ କେନାଲ ବିଭାଗ ସହକାରୀ ଯନ୍ତ୍ରୀ ଏବଂ ସହଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାସ୍ତା ଉପର ଦେଇ ପାଇପ୍ ଯୋଗେ ପାଣି ନେବା ଅନୁରୂପ ବ୍ୟବସ୍ଥା ଗ୍ରହଣ କରିଥିଲେ ହେଁ ସମ୍ପ୍ରତିର କାର୍ଯ୍ୟରତ ସରପଞ୍ଚଙ୍କ ଦୋମୁହାଁ ନୀତିର ସମାଲୋଚନା କରାଯାଉଥିବା ପ୍ରକାଶ। ତେବେ ରାମପୁର ତହସିଲଦାର ଜଳସେଚନ ଅଭାବରେ ନଷ୍ଟ ହୋଇଥିବା ଧାନ ଫସଲର କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରିବେ କି?